ଆପଣମାନେ ଦେଖୁଛନ୍ତି ସଚିନ ଅଫିସିଆଲ ନ୍ୟୁଜ୍ ଚ୍ୟାନେଲକେ ଆପଣମାନେ ଯଦି ନ୍ୟୁ କରି ଭିଜିଟ୍ କରୁଥିବେ ନିହାତି ସବସ୍କ୍ରାଇବ୍ କରିବେ ଆଜ୍ଞା। ସୁଭଦ୍ରା ଯୋଜନା କେନ୍ ଭାବରେ ଆପଣମାନେ ନିଜର ମୋବାଇଲରେ ଆବେଦନ କରିପାରିବେ ଆଜ୍ଞା। ଆବେଦନ କେନ୍ ଭାବରେ କରିପାରିବେ ଇ ଭିଡ଼ିଓ ମାଧ୍ୟମରେ ବତାମା ଆଜ୍ଞା। ସେଥିରେ ନିହାତି ସବସ୍କ୍ରାଇବ୍ କରି ରଖିଥିବେ। ସୁଭଦ୍ରା ଯୋଜନା ଅନଲାଇନ୍କୁ ଆବେଦନ করবার লাগি লিঙ্কটা ডিসক্রিপশন বক্সে ଦେଇଥିମି ଆପଣମାନେ ଚେକ୍ଆଉଟ୍ କରିବେ। ତ ଦେଖମା ଅଧିକାରୀ ଲଗ୍ଇନ୍ ଉପରେ ଆପଣମାନେ କ୍ଲିକ୍ କରିବେ ଆଜ୍ଞା। ଦେଖିପାରୁଥିବେ ଯେନ୍ଟା ଅଧିକାରୀ ଲଗ୍ଇନ୍ ଲେଖା ହେଇଛି ଆପଣମାନେ ଏନ୍ତା ଇଣ୍ଟରଫେସ୍ଟା ପାଇବେ। ତ ସେଇଟା ଓପନ୍ ହେଲା ପରେ ଆପଣମାନେ ଦେଖିବେ CSC ଲଗ୍ଇନ୍ ଆଜ୍ଞା। ଆପଣମାନେ ଦେଖିବେ CSC ଲଗ୍ଇନ୍ଟା ଯେନ୍ଟା ଅଛି ସେ ଉପରେ ଦେଖି ଜୁମ୍ ଟିକେ କରିଦେଉଛି ଆପଣମାନେ ଦେଖିପାରିବେ। CSC ସେଣ୍ଟର ଉପରେ କ୍ଲିକ୍ କରିବେ ଆଜ୍ଞା। କ୍ଲିକ୍ କଲା ପରେ ଏନ୍ତା ଇଣ୍ଟରଫେସ୍ଟା ଆପଣମାନେ ମୋବାଇଲରେ ପାଇପାରିବେ। ଆର୍ ଗୋଟେ ଯେନ୍ଟା ଲେଖା ହେଇଛି ଏବେ ଆଜ୍ଞା ଯେନ୍ଟା ଲଗ୍ଇନ୍ଟା ଲେଖା ହେଇଛି ଆପଣମାନେ ସେ ଉପରେ କ୍ଲିକ୍ କରିବେ ଆଜ୍ଞା। ସେ ଉପରେ କ୍ଲିକ୍ କଲା ପରେ CSC ସେଣ୍ଟରର ଏନ୍ତା ଇଣ୍ଟରଫେସ୍ଟା ପାଇପାରିବେ। ଦେଖିପାରୁଥିବେ ଆମର CSC ସେଣ୍ଟରର ଯେନ୍ଟା ଲଗ୍ଇନ୍ଟା ଥିଲା ଆଇଡ଼ିଟା ଥିଲା ସେଟା ନ୍ୟୁ ଆପ୍ଲିକେସନ୍ ଯେନ୍ଟା ଲେଖା ହେଇଛି ଆଜ୍ଞା। ନ୍ୟୁ ଆପ୍ଲିକେସନ୍ ଯେନ୍ଟା ଲେଖା ହେଇଛି ଆପଣମାନେ ସେ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ପାଖରେ ଏନ୍ତା ଇଣ୍ଟରଫେସ୍ଟା ହେବା ଆଧାର ନମ୍ବର ଆଜ୍ଞା। ଆପଣମାନେ ଆଧାର ନମ୍ବରଟା ଯେନ୍ଟା ଆଧାର ନମ୍ବର ଲେଖା ହେଇଛି ଆପଣମାନେ ସେଟା ଆଧାର ନମ୍ବରଟା ଡାଲିବେ ଆଜ୍ଞା। ଆଧାର ନମ୍ବର ଯେନ୍ଟା ଦେଖିପାରିବେ ସେଟା ସେ ଉପରେ ବି କ୍ଲିକ୍ କରିପାରିବେ। ଆଧାର ନମ୍ବର ତାପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବେ। ସବମିଟ୍ ବଟନ୍ ଉପରେ ଆଧାର ନମ୍ବର ଦେଲା ପରେ ଏନ୍ତା ଇଣ୍ଟରଫେସ୍ଟା ପାଇବେ। ତ ଇଟାକେ ଟିକେ ପଢ଼ି ନେବେ ଆଜ୍ଞା। ଟିକେ ସ୍କ୍ରୋଲ୍ କରିବେ ପଢ଼ି ନେବେ କାଣା ଲେଖା ହେଇଛି। ତ ପଢ଼ି ନେବାଟା ନେଇ ଭୁଲବେ ପଢ଼ବେ ଟିକେ। ତলকে স্ক্রল কলা পরে তলকে ଟିକେ স্ক্রল করবে আগে ଦେଖିପାରୁଥିବେ যেটা লেখা ହେଇଛି যেটা বক্স আছে সেই উপরে ক্লিক করবে আগে সেই উপরে টিকটা চিহ্নটা করে দেবে টিক চিহ্ন কলা পরে প্রসেস টু ভেরিফাই KYC যেটা লেখা আছে সেই উপরে আপন মানে ক্লিক করবে আগে এন্তা ইন্টারফেসটা পাইপারবে আগে তলকে স্ক্রল করে নেবে স্ক্রল করবে ଦେଖିପାରୁଥିବେ ଆସିଗଲା যেটা KYC ভেরিফিকেশন আগে আপন মানে মোবাইলরে ବି OTP মাধ্যমରେ ବି କରିପାରିବେ ফিঙ্গରରେ ବି କରିପାରିବେ আই স্ক্যানরে ବି କରିପାରିବେ ଆଜ୍ଞା। ତିନି ଜାଗାରେ ଆପଣମାନେ କ୍ଲିକ୍ କରିପାରିବେ। ଆମେ ଦେଖମା OTP ଉପରେ କ୍ଲିକ୍ କରମା ଆଜ୍ଞା। ମୋବାଇଲ ନମ୍ବର ଉପରେ ଆମେ କ୍ଲିକ୍ କରମା ଆଜ୍ଞା। ଆଧାର ନମ୍ବର ଯେନ୍ଟା ଡାଲିଥିଲେ ସେଟା କ୍ଲିକ୍ କଲା ପରେ ଷ୍ଟାର୍ଟ KYC ଉପରେ ପ୍ରୋସିଡ୍ କରାଯିବ ଆଜ୍ଞା। ପ୍ରୋସିଡ୍ କଲା ପରେ ଦେଖିପାରୁଥିବେ ଯେନ୍ଟା OTP ଭେରିଫାଏ ଲାଗି OTP ଆସିବ ଆଜ୍ଞା। ଏଣ୍ଟରିର OTPଟା ସେ ଉପରେ ଯେନ୍ଟା ଏଣ୍ଟରିର OTP ଲେଖା ହେଇଛି ସେ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଭେରିଫାଏ କରିବେ ଆଜ୍ଞା। ଭେରିଫାଏ ବଟନ୍ ଉପରେ କ୍ଲିକ୍ କରିନେବେ। ଭେରିଫାଏ କ୍ଲିକ୍ କଲା ପରେ ଦେଖିପାରୁଥିବେ ଏନ୍ତା ଇଣ୍ଟରଫେସ୍ଟା ଆସୁଛି ଏନ୍ତା ଇଣ୍ଟରଫେସ୍ଟା ପାଇପାରିବେ ଆଜ୍ଞା। ଦେଖିପାରୁଥିବେ ଯେନ୍ଟା ମେନ୍ ପେଜ୍ଟା ଓପନ୍ ହେଲା ଆଜ୍ଞା। ଆପଣ ନା ସବୁ ସିଲେକ୍ଟ ତ ହେଇଯାଇଥିବା ଆଧାର ନାଁ ଉପରେ ଆପ୍ଲିକେସନ୍ ନାଁ ଉପରେ ଦେଖିପାରୁଥିବେ ଯେନ୍ ଗୋଟେ ଉପରେ ବି କ୍ଲିକ୍ କରିବେ ଆଜ୍ଞା। କ୍ଲିକ୍ କଲା ପରେ ଦେଖିଦେବେ ଫାଦର ନେମ୍ ଆଜ୍ଞା। ଫାଦର ନେମ୍ଟା କ୍ଲିକ୍ করবে আগে তোমার ফাদর নেম কেন হজবেন্ড নে ফাদর যেটা भी গুটে দেবে সেটা দেবে যেন জেনারেলটা ক্লিক করবে জেনারেল ଅଛି OBC ଅଛି ST ଅଛି SC ଅଛି ST ଅଛି ଆଜ୍ଞା ଯେନ୍ ଉପରେ ବି କ୍ଲିକ୍ করবে ଆପଣ ଦେଖିପାରୁଥିବେ ଯେନ୍ଟା ବିକଳାଙ୍ଗ ଅଛି କେ ଯେନ୍ଟା ଲେଖା ହେଇଛି ଦେଖାଇ ପାରୁଥିବେ ଯେଟା ଅଛି ୟେସ୍ ବି କରିବେ କି ନୋ ବି କରିବେ ଯେନ୍ଟା ବିକଳାଙ୍ଗ ଯେନ୍ମାନେ ଅଛନ୍ ସେମାନେ ବି ୟେସ୍ କରିପାରିବେ ନହେଲେ ନୋ କରିପାରିବେ ଆମେ ନୋ ଦେବା ସ୍କ୍ରୋଲ୍ করবে ତଳକୁ বিকলাঙ্গ যেটা আছে সেটা দেখবে ইয়েস নো যেটা भी দেবে ইয়েস বলে ইয়েস নো বলে নো আজ্ঞা দেখবে মোবাইল নম্বর আধার লিঙ্ক আধার আজ্ঞা ଦେଖିପାରେ ମୋବାଇଲ ନମ୍ବର ଯେନ୍ଟା ଲିଙ୍କ୍ ଅଛି ସେ ଉପରେ ଆଜ୍ଞା ଆପଣମାନେ କ୍ଲିକ୍ କରିବେ ମୋବାଇଲ ନମ୍ବରଟା ଯେନ୍ ଆଧାର ଲିଙ୍କ୍ ଅଛେ ସେ ମୋବାଇଲ ନମ୍ବରଟା ଦେବେ ସେନ ଆଜ୍ଞା ମୋବାଇଲ ନମ୍ବରଟା ଯେନ୍ଟା ଦେବେ ସେନ ଆଧାର ନିହାତି ଲିଙ୍କ୍ ଥିବାର କଥା ଆଜ୍ଞା ଛଡ଼ା ଆଉ ଗୋଟେ ବି ନମ୍ବରଟା ଦେଇପାରିବେ ତାପରେ ଆପଣମାନେ ହେଇଗଲା ତାପରେ ଆପଣମାନେ ଦେଖିପାରୁଥିବେ ଯେନ୍ଟା ୟେସ୍ ଯିବେ ୟେସ୍କି ଯେ ଆଉ ଗୋଟେ ମୋବାଇଲ ନମ୍ବରଟା ମାଗବା ସିନା ଆଉ ଗୋଟେ ମୋବାଇଲ ନମ୍ବରଟା ଦେବେ ଆଜ୍ଞା ଦେଲା ପରେ ଆପଣମାନଙ୍କୁ ୟେସ୍ ଦେବେ ୟେସ୍ ଦେଲା ପରେ ଏ ଆଧାର ଲିଙ୍କ୍ ମୋବାଇଲ ନମ୍ବର ଅଛି ୟେସ୍ କରିବେ ଡିଷ୍ଟ୍ରିକ୍ଟ ଲେବୁଲ୍ ଆଜ୍ଞା ଆପଣମାନେ ଡିଷ୍ଟ୍ରିକ୍ଟଟା ସିଲେକ୍ଟ କରିବେ ଡିଷ୍ଟ୍ରିକ୍ଟ ଏନ୍ଟା ଯେନ୍ଟା ସିଲେକ୍ଟ କରିନେବେ ତାପରେ ଆପଣ ରହିଲା ବ୍ଲକ୍ ଆଜ୍ଞା ୟେସ୍ କିନ ଆପଣ ଗାଁରେ ରହିଥିବେ ଗୋଟେ ସାଇଡ଼୍ରେ ଥିବା ସେଟା ମାନେ ସହରରେ ଥିବେ ପହଲାଟା ଯେଉଁମାନେ ଗାଁରେ ରହୁଥିବେ ଦୁଇ ନମ୍ବରଟା ଆଜ୍ଞା ସେଟାକି ସିଲେକ୍ଟ କଲା ପରେ ଆପଣ ଡିଷ୍ଟ୍ରିକ୍ଟ ବ୍ଲକ୍ ଆଜ୍ଞା ବ୍ଲକ୍ ଯେନ୍ଟା ଦିଆହେଇছে ବ୍ଲକ୍ ସିଲେକ୍ଟ କରିବେ ତାପରେ ଗ୍ରାମ ପଞ୍ଚାୟତ ଆଜ୍ଞା ଆପଣମାନେ କେନ୍ ଗ୍ରାମ ପଞ୍ଚାୟତ ରହୁଛନ୍ ସେଟା ସିଲେକ୍ଟ କରିବେ ଗ୍ରାମ ପଞ୍ଚାୟତ କେନ୍ଟା ଅଛି ସେଟା ସିଲେକ୍ଟ କରିନେବେ ଭିଲେଜ୍ ଆଜ୍ଞା ଆପଣମାନେ କେନ୍ ଗାଁରେ ରହୁଛନ୍ ସେ ଗାଁଟା ସିଲେକ୍ଟ କରିବେ ତାପରେ ରହିଲା ଆଧାର ଲିଙ୍କ୍ ବ୍ୟାଙ୍କ ନେମ୍ ଆଜ୍ଞା ଆପଣମାନେ ଯେକୌଣସି
ଯେନ୍ଟା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଯେନ୍ଟା ବି କୌଣସି ବି ଦେଇପାରବେ ସେନ ଅପଲୋଡ଼ ଆଜ୍ଞା ଯେନ୍ ମାନେ ଅଙ୍ଗନବାଡ଼ି ଯେନ୍ଟା ଦେଇଥିଲେ ଫର୍ମଟା ସେନେ ଉପରେ କ୍ଲିକ୍ করবে অপলোড করবে ফটো আগে অপলোড করবে ফটো করে অপলোড କରିଦେବେ ଆଜ୍ଞା ଅପଲୋଡ଼ କଲା ପରେ ଆପଣମାନେ ଦେଖିପାରୁଥିବେ ଏନ୍ତା ଇଣ୍ଟରଫେସ୍ଟା ପାଇପାରିବେ ଯେନ୍ଟା ଫର୍ମଟା ଆପଣମାନେ ପହିଲା ଫେଜ୍ ଆପଣଙ୍କ ସ୍କ୍ରିନ୍ରେ ଦେଖାଯାଏ ଅନଲାଇନ୍ରେ ଶୋ କର୍ବା ଆଜ୍ଞା ଆପଣମାନେ ଦେଖିପାରିବେ ଏଇଟା ଟିକେ ପଢ଼ି ନେବେ ଆଜ୍ଞା ପଢ଼ି ନେଲା ପରେ ଆପଣମାନେ ଦେଖିପାରୁଥିବେ ଅଙ୍ଗନବାଡ଼ି ଦ୍ୱାରା ଯେନ୍ଟା ଘୋଷଣା ଯେନ୍ଟା ଦେଇଥିଲେ ଫର୍ମଟା ସେଟା ଦେଖିପାରୁଥିବେ ତାପରେ ତଳକୁ ତଳକୁ ଟିକ୍ 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 ଚିହ୍ନ ଦେଇନେବେ ଆଜ୍ଞା ଏଇଟା ଟିକେ ଟିକେ ପଢ଼ି ନେବେ ଆଜ୍ଞା ମୁଁ ଯେନ୍ଟା ଦେଖେଇ ନେଉଛି ଆମକୁ ଆପଣମାନଙ୍କୁ ଟିକେ ଟିକ୍ ଟିକ୍ ଚିହ୍ନ ଦେବେ ତଳକେ ତଳ ଆସିବେ ତଳକେ আসবে টিক দেবে এটা ଟିକେ পড়বে লাইন মনে ଟିକେ টিক 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 দেই সারলা পরে তলকে ଟିକେ পলে আসবে আজ্ঞা এটা ଟିକେ পড়ি নেবে আজ্ঞা টিক চিহ্ন দণ্ডা ଦେଇଦେବେ ତାପରେ ପ୍ଲେସ୍ ଆଜ୍ଞା ପ୍ଲେସ୍ଟା ଆପଣମାନେ ନିହାତି ଦେବାଟା ନେଇ ଭୁଲବେ ଆଜ୍ଞା ପ୍ଲେସ୍ଟା ଦେବେ ଆପଣମାନେ ପ୍ଲେସ୍ଟା କେନ୍ ପ୍ଲେସ୍ଟା ଆଜ୍ଞା ପ୍ଲେସ୍ଟା ଦେବେ ପ୍ଲେସ୍ଟା ଦେଲା ପରେ ଆପଣମାନେ ସବମିଟ୍ ବଟନ୍ ଦିଶିବ ଦେଖବା ଆଜ୍ଞା ପ୍ଲେସ୍ଟା ଦେଇଦେବେ ଆଜ୍ଞା ଆପଣ ଯେନ୍ଟା ପ୍ଲେସ୍ଟା ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବେ ସବମିଟ୍ ବଟନ୍ ଉପରେ କ୍ଲିକ୍ କଲା ପରେ ପ୍ଲେସ୍ଟା କଣ୍ଟିନ୍ୟୁ କଲା ପରେ ଆଜ୍ଞା ଆପଣମାନଙ୍କୁ ଗୋଟେ ରସିଦଟା ଆସବା ଆଜ୍ଞା ସେ ରସିଦକେ ଆପଣମାନେ ନେଇକରି ଯେନେ ବି ପ୍ରିଣ୍ଟ ଆଉଟ୍ କାଢ଼ିକରି ନେବେ ଆଜ୍ଞା ଆପଣମାନେ ନିହାତି ଭଲ ଲାଗଲା ତ ଚ୍ୟାନେଲ୍କେ ନିହାତି ସବସ୍କ୍ରାଇବ୍ କରବାଟା ନେଇ ଭୁଲବେ ଆଜ୍ଞା ଯାହା ଆପଣମାନେ ଇ ହିସାବରେ ଆପଣମାନେ କରିପାରିବେ ଆବେଦନଟା କରିପାରିବେ ଆଜ୍ଞା